ଭିडिଓରେ ସୁନ୍ଦର ରଚନାଟିଏ ଲେଖିବା ଯାହାର ବିଷୟବସ୍ତୁ ରହିଛି ଆମ ସଂକଳ୍ପ ନିଶା ନୁହେଁ ଜୀବନ। ତ ଗତ ଭିडिଓରେ ଆମେ ଏହି ବିଷୟବସ୍ତୁକୁ ନେଇକି ଭାଷଣଟିଏ ଲେଖିଥିଲେ, ତ ଆଜି ରଚନାଟିଏ ଲେଖିବା। ସର୍ବପ୍ରଥମେ ଉପକ୍ରମ। ମଣିଷ ଜୀବ ଶ୍ରେଷ୍ଠ ଓ ଅମୃତର ସନ୍ତାନ। ଆମେ ପ୍ରକୃତିର କ୍ରମ ବିବର୍ତ୍ତନ ଧାରାରେ ଆଜି ଯେଉଁ ମଣିଷ ଜନ୍ମ ପାଇଛୁ, ଏହା ହିଁ ଆମ ପାଇଁ ପରମ ସୌଭାଗ୍ୟ ଓ ଈଶ୍ୱରଙ୍କ ଅପୂର୍ବ ବରଦାନ। ଏଣୁ ସୁସ୍ଥ ଶରୀର ମଣିଷର ଅମୂଲ୍ୟ ସମ୍ପଦ। ନିଜ ଶରୀରର ଯତ୍ନ ନେବା ପ୍ରତ୍ୟେକ ବ୍ୟକ୍ତିର ପରମ ତଥା ପ୍ରଥମ କର୍ତ୍ତବ୍ୟ। କିନ୍ତୁ ଆଜିକାଲିର ଲୋକମାନେ ନିଶା ଦ୍ରବ୍ୟରେ ବୁଡ଼ି ରହି ଶରୀରକୁ ରୋଗାକ୍ରାନ୍ତ ଓ ବିଷମୟ କରିଦେଉଛନ୍ତି। ନିଶା କ'ଣ? ନିଶା ଶବ୍ଦଟି ଶୁଣିଲେ ଆଜି ପ୍ରତ୍ୟେକ ସ୍ତରର ଓ ପ୍ରତ୍ୟେକ ବର୍ଗର ଲୋକଙ୍କ ମୁହଁ ବିବର୍ଣ୍ଣ ହୋଇଯାଉଛି। ନିଶା କହିଲେ ଖାଲି ମଦକୁ ବୁଝାଏ ନାହିଁ, ଏହା ସହିତ ବିଡ଼ି, ପାନ, ସିଗାରେଟ, ଅଫିମ, ଗଞ୍ଜେଇ, ଚରସ, ହେରୋଇନ, ଡ୍ରଗ୍ସ ଓ ହୁକ୍କା ଆଦି ନିଶାଦ୍ରବ୍ୟ ସେବନକୁ ବୁଝିବାକୁ ହେବ। ଏସବୁ ନିଶାଦ୍ରବ୍ୟ ମନୁଷ୍ୟର ସ୍ୱାଭାବିକ ଅବସ୍ଥାକୁ ଅସ୍ୱାଭାବିକ ଅବସ୍ଥାରେ ପହଞ୍ଚାଏ। ନିଶାଦ୍ରବ୍ୟର ସେବନ ଫଳରେ ମଣିଷ ଶାରୀରିକ ଓ ମାନସିକ ସ୍ତରରେ ହିତାହିତ ଜ୍ଞାନ ହରାଇଥାଏ। ସମସ୍ୟାର ଗନ୍ତାଘର ନିଶା। ନିଶା ସେବନ ଫଳରେ ବ୍ୟକ୍ତି କେବଳ ତାର ନିଜର କ୍ଷତି ଘଟାଇ ନଥାଏ, ଏହାଦ୍ୱାରା ତାର ସୁନାର ସଂସାର ଉଜୁଡ଼ିଯାଏ, ପରିବାର ଭାଙ୍ଗିଯାଏ, ବନ୍ଧୁତ୍ୱ ନଷ୍ଟ ହୁଏ ଏବଂ ସମାଜର ଅନେକ କ୍ଷତି ମଧ୍ୟ ଘଟାଇଥାଏ। ତେଣୁ ଆମେ ସମସ୍ତେ ନିଶାଠାରୁ ଦୂରେଇ ରହିବା ଏବଂ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରାଇବା। ନିଶାରୁ ମୁକ୍ତି ପାଇବାର ଉପାୟ। ନିଶା କବଳରୁ ମୁକ୍ତି ପାଇବାକୁ ହେଲେ ମୁଖ୍ୟ ଉପାୟ ହେଉଛି ସଂକଳ୍ପ। ଯେତେବେଳେ ବ୍ୟକ୍ତି ଏହି କୁ ଅଭ୍ୟାସକୁ ତ୍ୟାଗ କରିବା ପାଇଁ ମନ ସ୍ଥିର କରେ, ତେବେ ସେ ନିଶ୍ଚିତ ଭାବରେ ଏଥିରୁ ମୁକ୍ତି ପାଇପାରିବ। ଏହି ସଂକଳ୍ପକୁ ଶକ୍ତି ଦେବା ପାଇଁ ପରିବାର, ବନ୍ଧୁବାନ୍ଧବ, ସମାଜର ସାଥୀ ଦରକାର। ସରକାରଙ୍କ ପଦକ୍ଷେପ। ଆମ ଓଡ଼ିଶା ସରକାର ଆରମ୍ଭ କରିଥିବା ଆମ ସଂକଳ୍ପ ଭଳି ଅଭିଯାନ ଯୁବପିଢ଼ିଙ୍କ ମଧ୍ୟରେ ନିଶା ବିରୋଧୀ ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇପାରିଛି। ଆମ ସଂକଳ୍ପ ନିଶା ନୁହେଁ ଜୀବନ। ଏହା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଏକ ସୁନ୍ଦର ଜୀବନ, ସଫଳତା, ସମ୍ମାନ ଓ ଆତ୍ମବିଶ୍ୱାସର ଅମୂଲ୍ୟ ବାଣୀ ଅଟେ। ଏକ ନୂଆ ଓଡ଼ିଶା ପାଇଁ ଆମ ସଂକଳ୍ପ ହେଉଛି ଏକ ଦୃଢ଼ ଶକ୍ତି, ନୂଆ ଦିଗ ଓ ନୂଆ ସ୍ୱପ୍ନ, ଯେଉଁଥିରେ କି ଆମେ ସମସ୍ତେ ଏକ ସଙ୍ଗରେ ଚାଲିବା, ବିକାଶ ଓ ଅଗ୍ରଗତିରେ ଓଡ଼ିଶାକୁ ଆଗେଇ ନେଇଯିବା। ସ୍ୱାସ୍ଥ୍ୟ, ଶିକ୍ଷା ଓ ନୀତିରେ ନୂଆ ପରିବର୍ତ୍ତନ ଇତ୍ୟାଦି କ୍ଷେତ୍ରରେ ପ୍ରତିବନ୍ଧକ ସାଜୁଥିବା ନିଶାକୁ ଆଗ ହଟାଇବା। ଏପରି କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍କୁଲ ଓ କଲେଜରେ ବିତର୍କ, ଭାଷଣ ଓ ଭିଡିଓ କ୍ଲିପ ଓ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ସଚେତନ କରାଯାଉଛି। ଉପସଂହାର ବା ଶେଷ କଥା, ନିଶା ନୁହେଁ ଜୀବନ। ଏହା କେବଳ ଏକ ନାରା ନୁହେଁ, ବରଂ ଏହା ଏକ ଜୀବନ ଦୃଷ୍ଟିକୋଣ, ଯାହା ଜଣେ ବ୍ୟକ୍ତିକୁ ଆତ୍ମବିଶ୍ୱାସ, ସ୍ୱାସ୍ଥ୍ୟ, ସମ୍ମାନ, ସଫଳତା ଓ ଜଣେ ସୁନାଗରିକ କରି ଗଢ଼ି ତୋଳିପାରେ। ତେଣୁ ଏହି ସନ୍ଦେଶ ସମସ୍ତ ଲୋକଙ୍କ ପାଖରେ ପହଞ୍ଚାଇବା ଆମମାନଙ୍କର ପରମ ଏବଂ ମୁଖ୍ୟ ଦାୟିତ୍ୱ ଅଟେ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଜଣାଇବ। ଆଜି ପାଇଁ ରହୁଛି, ଧନ୍ୟବାଦ।